ଗୋଟିଏ ବଣରେ ଦିଟା ଛେଳି ରହୁଥିଲେ। ସେ ଦୁଇଜଣ ବହୁତ ଭଲ ସାଙ୍ଗ ଥିଲେ। ସାଙ୍ଗ ହେଇ ଚରୁଥିଲେ, ସାଙ୍ଗ ହେଇ ଖାଉଥିଲେ, ସାଙ୍ଗ ହେଇ ଖେଳୁଥିଲେ, ବୁଲୁଥିଲେ, ମୌଜ ମଜଲିସ ବି କରୁଥିଲେ। କିନ୍ତୁ ସେଇ ବଣରେ ରହୁଥିବା ଗୋଟେ ବିଲୁଆର ସେମାନଙ୍କ ଉପରେ ଆଖି ପଡ଼ିଲା। ବିଲୁଆର ସବୁବେଳେ ଇଚ୍ଛା ଥିଲା ଛେଳି ମାଂସ ଟିକେ ପାଟିରେ ମାରିବାକୁ। ଦିନେ ତା ମୁଣ୍ଡକୁ ଗୋଟେ ଉପାୟ ଜୁଟିଲା। ସେ ସିଧା ବାହାରିଲା ଛେଳିଙ୍କ ପାଖକୁ। ଯୋଗକୁ ସେତେବେଳେ ମାତ୍ର ଗୋଟିଏ ଛେଳି ବସାରେ ଥିଲା। ବିଲୁଆ କଣ ଇଆଡେ ଆସୁଛି? ଡରିବାର କଣ ଅଛି? ସେ କଣ ମତେ ପାରିବ? ମୁନିଆ ମୁନିଆ ସିଂଗରେ ତା ପେଟକୁ ଫୁଟେଇ ଦେବିନି। ମୈତ୍ରେ, କଣ ଖବର? ଭଲ ଅଛ ତ? ମୈତ୍ର? କିଏ କାର ମୈତ୍ର? କାଇଁ, ମୁଁ କଣ ତମ ମୈତ୍ର ହେଇପାରିବିନି? ମୋର ଦୁନିଆରେ ଗୋଟାଏ ମୈତ୍ର, ସିଏ ହଉଛି ମୋ ଜାତିର। ମୁଁ ତା ବିପଦରେ ଠିଆ ହୁଏ, ସେ ବି ମୋ ବିପଦରେ ଠିଆ ହୁଏ। ହଁ ହଁ ହଁ, ମୁଁ ଜାଣିଛି କିଏ କାହା ବିପଦରେ ଠିଆ ହୁଏ। ତମେ ତା ବିପଦରେ ଠିଆ ହଉଥିବ, ସେ କିନ୍ତୁ ତମ ବିପଦରେ ଠିଆ ହବନି। ଆରେ ଯାଅ ଯାଅ, ସେ କଥା ଆଉ କାହାକୁ କହିବ? ମୁଁ ସେ କଥା ଶୁଣିବିନି। ହଉ ନ ଶୁଣ, କିଏ କହୁଛି ଶୁଣିବାକୁ ତମକୁ? କିନ୍ତୁ ମୋ ସୁନା ଭାଇଲୋ, ନଣ୍ଡା ପାହାଡ ଉପରୁ ତଳକୁ ପଡି ମଲା ବେଳେ ମୋ କଥା ନିଶ୍ଚୟ ମନେ ପକେଇବୁ। ମାନେ ପାହାଡ ଉପରୁ ପଡି? ହଁ, ପାହାଡ ଉପରୁ ପଡି। ତୁ ଯଦି ତାକୁ ନ କହିବୁ ବୋଲି କଥା ଦେବୁ, ମୁଁ ତତେ ସବୁ କଥା ଖୋଲିକି କହିବି। କୁହ କୁହ କୁହ, କଥା କଣ ମତେ ଟିକେ କୁହ। ତୁ ତାକୁ କହିବୁନି ତ? ନା, କେବେ ବି ନୁହଁ। ମୁଁ ତୋ କଥା କେମିତି ପରତେ ଯିବି? ତମ ରାଣ ଖାଉଛି, ମୁଁ ଜମା ପଚାରିବିନି ତାକୁ। ଶୁଣ ତାହେଲେ, ତୁ ତ ଜାଣିଛୁ ଯେ ସିଂହ ରାଜା ତତେ କେତେ ଭଲ ପାଆନ୍ତି। ଗଲା ମକରରେ ତମେ ଦି ଜଣ ସାଙ୍ଗ ହେଇ ଯୋଉ ନାଚିଥିଲ ନା, ସିଂହ ରାଜା ତ ନାଚକୁ ଭାରି ପସନ୍ଦ କରିଥିଲେ। ସତରେ? ହଁ ପରା, ଏ ସନ ମକର ତ ପାଖାପାଖି। ସେଥିପାଇଁ ସିଂହ ରାଜା ତା ହାତରେ ଖବର ପଠେଇଥିଲେ ଯେ ତତେ ଏଇ ଖବର ଦବା ପାଇଁ ଯେ ତୁ ଏଥର ଏକୁଟିଆ ହିଁ ନାଚିବୁ। ଆଚ୍ଛା। କିନ୍ତୁ ଯେମିତି ସେ ଏତିକି କଥା ଶୁଣିଛି, ରାଗରେ ପୁରା ତମତମ ହେଇଗଲା। ରାଜାଙ୍କୁ ତ କିଛି ଆଉ କହିପାରିବନି, ରାଗରେ ଗରଗର ହେଇ ଫେରୁଥିଲା। ଯୋଗକୁ ବାଟରେ ମୋ ସାଙ୍ଗରେ ଦେଖା ହେଲା। ବାପରେ ବାପ, ତୋ ଉପରେ ତାର କି ରାଗ! ରାଗ? ହଁ ପରା, ବୁଝିପାରୁନୁ କି? ରାଜା ତତେ ପ୍ରଶଂସା କଲେ ନା, ତା ମାନେ ତ ସେ ରାଗିବ। ସେଇଠୁ କଣ, ମତେ ରାଗିକି କହିଲା କାଲି ନଣ୍ଡା ପାହାଡକୁ ଚରିବାକୁ ଡାକି ନେଇ ତତେ ପାହାଡରୁ ଠେଲିଦବ, ଆଉ ଥିବ ଯେ ସିଂହରାଜା ତେ ନାଚ ଦେଖିବେ। ହେ ଭଗବାନ, ମୋ ସାଙ୍ଗ ଏତେ ବଡ କଥା କହିଲା? ହଁ ରେ ଭାଇ, ଶୁଣୁ, ମୁଁ କହିଛି ବୋଲି ତାକୁ ଜମା କହିବୁନି। ନା ନା, ଜମା କହିବିନି, ଜମାରୁ ନୁହଁ। ହେଲେ ତାକୁ ବି ମୁଁ ଛାଡିବିନି। ସିଏ ମତେ ଠେଲିଦବା ଆଗରୁ ମୁଁ ତାକୁ ଠେଲିଦେବି, ତାକୁ ଶେଷ କରିଦେବି, ମୁଁ ଶେଷ କରିଦେବି। ଦେଖ ଭାଇ, ମୋର ଏଥିରେ କିଛି ଲାଭ ନାହିଁ। ସମସ୍ତେ ଭଲରେ ରହିଲେ ମୋର ଭଲ। ତୋ ନାଁରେ ଏତେ ବଡ କଥା ଶୁଣିଲି ତ ରହିପାରିଲିନି, ତୋ ପାଖକୁ ଦୌଡ଼ି ପଳେଇ ଆସିଲି। ମୁଁ ଯାଏ, ମତେ ପୁଣି ମୋ ଗୁମ୍ଫାରେ ପହଞ୍ଚିବାକୁ ହବ। ଆସୁଛି, ଭଲରେ ଥିବୁ। ହଁ ହଁ ହଁ, ତମେ ଯାଅ। ଏତିକି କଥା କହି ବିଲୁଆ ଯାଇ ପହଞ୍ଚିଲା ଚାରି ଛକରେ। ସେଇଠି ଛକିକି ରହିଲା। ଯଦି ଆର ଛେଳିଟା ଖସିଯାଏ, ତା ଯୋଜନା ତ ଫସର ଫାଟିଯିବ। କିଛି ସମୟ ପରେ ଆର ଛେଳି ବି ଆସିଲା। ବାଟରେ ଜଗି ବସିଥିବା ବିଲୁଆ ତା ପାଖକୁ ଗଲା, ଆଉ ତାକୁ ବି ସେଇ ସମାନ କଥା କହିଲା ଯାହା ସେ ପ୍ରଥମ ଛେଳିକୁ କହିଥିଲା। ଦ୍ୱିତୀୟ ଛେଳି ବି ରାଗିଗଲା। ତା ସାଙ୍ଗ ହେଇ ପ୍ରଥମ ଛେଳି ତା ନାଁରେ ଏତେ ବଡ଼ କଥା କହିଥିବାରୁ ତାକୁ ବହୁତ ବାଧିଲା। ବିଲୁଆ କିନ୍ତୁ ବୁଝିଲା ଯେ ତା ଯୋଜନା ଏକଦମ ଠିକ୍। ସେ ଯାହା ଭାବିଥିଲା ସେଇଆ ହେଲା।
ଏ ଛେଳିକୁ ବି କହିଲା ଆର ଛେଳିକୁ କିଛି ନ କହିବା ପାଇଁ। ଘରକୁ ଫେରିବା ପରେ ପ୍ରଥମ ଛେଳିଟି ଦ୍ୱିତୀୟ ଛେଳିକୁ ଛଳନା କରି କଥା କହିଲା। ମୈତ୍ରେ, କାମ ସାରି ଫେରିଲ? ହଁ, ଆଜି ବହୁ ଦୂରକୁ ଯାଇଥିଲି, ଟିକେ ଡେରି ହେଇଗଲା। ଆଚ୍ଛା, କାଲି ନଣ୍ଡା ପାହାଡ ଆଡେ ଗଲେ କେମିତି ହୁଅନ୍ତା? ଏଠି ତ ଘାସ ପତ୍ର ସବୁ ସରି ଆସିଲାଣି। ସେଠିକି ଗଲେ ପେଟେ ପେଟେ ଚରିକି ଆସନ୍ତେ। ତା ମାନେ ବିଲୁଆ ଭାଇ ଯାହା କହିଥିଲା ସବୁ ଠିକ କଥା। ମୈତ୍ରେ, କଣ ଆଉ ଭାବୁଛ? ଠିକ କହିଛ ମୈତ୍ର, ରାତି ପାହୁ ଆମେ ଯିବା। ରାତି ପାହି ସକାଳ ହେଲା। ଦୁଇ ମିତ୍ର ସାଙ୍ଗ ହେଇ ଚାଲିଲେ ନଣ୍ଡା ପାହାଡ ଉପରକୁ। ଆଗରୁ କିନ୍ତୁ ବିଲୁଆ ଯାଇ ସେଠି ବୁଦା ଉହାଡରେ ଲୁଚି ରହିଥାଏ। ଦୁଇ ମିତ୍ର ପହଞ୍ଚିଲେ ନଣ୍ଡା ପାହାଡ ଉପରେ। ଦୁହିଁଙ୍କର ତ ପରସ୍ପର ଉପରେ ଥାଏ ବହୁତ ରାଗ। ପ୍ରଥମ ଛେଳି ଦ୍ୱିତୀୟ ଛେଳିକୁ ମୁଣ୍ଡିଆଟେ ପକେଇଲା ରାଗରେ। ଦ୍ୱିତୀୟ ଛେଳି ବି ଛାଡ଼ିଲାନି, ସେ ବି ମାରିଲା। ଦୁହେଁ ରକ୍ତାକ୍ତ ହୋଇ ମରାମରି ହେଲେ। ଦୁହିଁଙ୍କ ଦେହରୁ ଝରୁଥିବା ରକ୍ତ ତଳେ ପଡ଼ିଲା। ଆଉ ଏଇ ସୁଯୋଗକୁ ଅପେକ୍ଷା କରିଥିବା ବିଲୁଆ ରକ୍ତ ଚାଟିବାକୁ ଲାଗିଲା। ସେଇ ରକ୍ତ ଚାଟୁ ଚାଟୁ ଛେଳିଙ୍କ ପାଖରେ ଯାଇ ସେ କେତେବେଳେ ପହଞ୍ଚି ଯାଇଛି ନିଜେ ବି ଜାଣିପାରିନି। ଦୁହିଁଙ୍କ ଭିତରେ ଲଢୁ ଲଢୁ ଦୁଇ ଛେଳିଙ୍କର ନଜର ପଡ଼ିଲା ବିଲୁଆ ଉପରେ, ଯେ ବିଲୁଆ ସେମାନଙ୍କ ରକ୍ତ ଚାଟୁ ଚାଟୁ କେମିତି ଆସି ତାଙ୍କ ପାଖରେ ପହଞ୍ଚି ଯାଇଛି। ଆକସ୍ମିକ ଦୁଇ ଜଣ ଯାକ ଛେଳି ଏକଥା ବୁଝିପାରିଲେ। ଆଉ ସେମାନେ ଜାଣିପାରିଲେ ଯେ ଇଏ କିଛି ନୁହେଁ, ଇଏ ସବୁ କିଛି ଏଇ ଦୁଷ୍ଟ ବିଲୁଆର ଚାଲ। ଦୁହେଁ ଆଖି ଠରାଠରି ହେଇ ମିଳିତ ଭାବରେ ବିଲୁଆକୁ ଅତର୍କିତ ଆକ୍ରମଣ କଲେ। ବିଚରା ବିଲୁଆ ରକ୍ତାକ୍ତ ହେଇ କ୍ଷତବିକ୍ଷତ ହେଇ ଛଟପଟ ହେଇ ସେଇ ଲଣ୍ଡା ପାହାଡ ଉପରେ ଆଖି ବୁଝିଲା। ଦୁଇ ବନ୍ଧୁ ପରସ୍ପର ଆଡେ ଚାହିଁ ଅନେକ ଅନୁତାପ କଲେ। ଆଉ ପୁଣି ପରସ୍ପରକୁ ଆଲିଙ୍ଗନ କରି ସେମାନେ ନିଜ ବସାକୁ ବାହୁଡ଼ି କଲେ।